ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ରାତି ଦିନ ରୁମକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଏହି ନମ୍ବର ସହିତ ତାର ନାମ ଲେଖି ତକିଆ ତଳେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେତେ ସୁନ୍ଦରୀ ଝିଅ ହେଇଥାଉ ବା ସୁନ୍ଦରୀ ଭାଉଜ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ ନମ୍ବର। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ନାମ ଲେଖି ତକିଆ ତଳେ ରଖିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣଙ୍କର ସବୁ କଥା ମାନିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ସେହି ନମ୍ବର ସହିତ ଭଲ ପାଉଥିବା ଝିଅର ବା ସୁନ୍ଦରୀ ଭାଉଜର ନାମ ଲେଖି ତକିଆ ତଳେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏପଟେ ଏହି କାମ କରିବେ, ସେହି ସମୟଠାରୁ ସେ ଝିଅ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କ ପାଖକୁ ଆସିବା ପାଇଁ ଛଟପଟ ହେବ। ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରୁ, ତେବେ ଆଜିର ଏହି ବଶୀକରଣ ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା ନେଇ ଆସିଛି। ନାରୀ ମୋହିନୀ ବଶୀକରଣ ବିଦ୍ୟା ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହାର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ, ଆଜ୍ଞା ହଁ, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୁଲାମୀ କରିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଯଦି ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ଦୟାକରି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ଆପଣଙ୍କର ବଶୀକରଣ କାମ କରିବ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛନ୍ତି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛନ୍ତି। ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ଯେଉଁ ଝିଅ ବା ନାରୀକୁ ପଟେଇବାକୁ ଚାହୁଁଛନ୍ତି, ଯାହାକୁ ଭଲ ପାଉଛନ୍ତି, ତାର ନାମ ଲେଖି ତକିଆ ତଳେ ରଖିଦେବେ। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜ ଆପଣଙ୍କୁ ଇଗ୍ନୋର କରୁଥିଲା, ଅଣଦେଖା କରୁଥିଲା, ସିଏ ରାତି ଦିନ ଫୋନ କରିବ, ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, କେମିତି ଆପଣ ନମ୍ବର ସହିତ ସେ ଝିଅ ବା ନାରୀର ନାମ ଲେଖିବେ,
ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ବଶୀକରଣ କରିବା ପୂର୍ବରୁ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। କାହିଁକି ନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ପଇସାରେ ଆଉ ଶକ୍ତିରେ ଆମଠାରୁ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତାର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। ନିଜ ଶତ୍ରୁକୁ ହାତ ମୁଠାରେ ରଖିପାରିବେ। ଝିଅ ପଟେଇ ପାରିବେ। ସୁନ୍ଦରୀ ଭାଉଜକୁ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତିକି କରିବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ସାମଗ୍ରୀର ଆବଶ୍ୟକ ନାହିଁ କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଖଣ୍ଡେ ସାଧା କାଗଜ ଆଣିବେ ଆଉ କଲମ ଆଣିବେ, ଯାହାଦ୍ୱାରା ଆପଣ ଏହି ବଶୀକରଣ କରିପାରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଉ କଲମ ଆଣିସାରିବା ପରେ ଭଲ ଭାବରେ ହାତ ଗୋଡ଼ ଧୋଇକି ଏହି ବଶୀକରଣ ଆରମ୍ଭ କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ନିଜର ଶୋଇବା ଘରେ କିମ୍ବା ଶୋଇବା ରୁମ୍ରେ ଆପଣ ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ, ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ କାଗଜରେ ସେଇ ଝିଅ ବା ନାରୀର ନାମ ଲେଖିବେ ଆଉ ତା ପାଖରେ ନିଜର ନାମ ଲେଖିବେ। ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅ ବା ନାରୀକୁ ପଟେଇବାକୁ ଚାହୁଁଛନ୍ତି ତାର ନାମ ହେଉଛି ଲିପି ଆଉ ଆପଣଙ୍କର ନାମ ରାଜା, ତେବେ ଆପଣ ପ୍ରଥମେ ଲେଖିବେ ଲିପି, ତା ପାଖରେ ଲେଖିବେ ରାଜା। ନାମ ଲେଖିସାରିବା ପରେ କ'ଣ କରିବେ, ତା ତଳେ ଆପଣ 3ଟି ନମ୍ବର ଲେଖିବେ, 786, 3ଟି ନମ୍ବର ଲେଖିବେ। ତା ତଳେ ଆପଣ ଗୋଟିଏ ମୁସଲିମ ମନ୍ତ୍ର ଲେଖିବେ, ୟା ଆଲ୍ଲା ଲାଏଲା ରଫିଓ, ଏହି ମନ୍ତ୍ରକୁ ଲେଖିବେ। ମନ୍ତ୍ର ଲେଖିସାରିବା ପରେ କାଗଜକୁ ଭଲ ଭାବରେ ମୋଡ଼ିକି ଡାହାଣ ହାତରେ ମୁଠେଇକି ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାପରେ ଏହି ମୁସଲିମ ମନ୍ତ୍ରକୁ 7 ଥର ପଢ଼ିବେ, ୟା ଆଲ୍ଲା ଲାଏଲା ରଫିଓ, ୟା ଆଲ୍ଲା ଲାଏଲା ରଫିଓ। ଏହିପରି ମନ୍ତ୍ରକୁ 7 ଥର ପଢ଼ିବେ। 7 ଥର ମନ୍ତ୍ର ପଢ଼ି ସାରିବା ପରେ ମୁଠା ଖୋଲିବେ ଆଉ ସେ କାଗଜରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ଆପଣ କ'ଣ କରିବେ, ସେ କାଗଜକୁ ନିଜର ଶୋଇବା ତକିଆ ତଳେ ରଖିକି ଶୋଇପଡ଼ିବେ। ଗ୍ୟାରେଣ୍ଟି ଦେଉଛି, ଯେପର୍ଯ୍ୟନ୍ତ ଆପଣଙ୍କ ତକିଆ ତଳେ ସେ କାଗଜ ଥିବ, ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କର ବଶରେ ରହିବ। ଆପଣଙ୍କର ସବୁ କଥା ମାନିବ, ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ଧନ୍ୟବାଦ।